ବଜ୍ରାଘାତରେ ମହିଳା ମୃତ 3 ଛାତ୍ର ଜଣେ ଛାତ୍ରୀ ଆହତ ବିଲରେ ଧାନ ତଳି ରୋଉଥିବା ବେଳେ ବଜ୍ରାଘାତରେ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ହେଲେ ଖଲିକୋଟ ଥାନା ମଥୁରା ଗାଁର କେ ଜାନକୀ। ସେପରି କୁହୁଡ଼ି ଗାଁର ଲକ୍ଷ୍ମୀଧରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବଜ୍ରଘାତ ଯୋଗୁଁ 3 ଛାତ୍ର ଜଣେ ଛାତ୍ରୀ ଆହତ ହୋଇ ଟାଙ୍ଗୀ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ବଜ୍ରାଘାତରେ ମହିଳା ମୃତ 3 ଛାତ୍ର ଜଣେ ଛାତ୍ରୀ ଆହତ ବିଲରେ ଧାନ ତଳି ରୋଉଥିବା ବେଳେ ବଜ୍ରଘାତରେ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ଜଣକ ହେଲେ ଖଲିକୋଟ ଥାନା ମଥୁରା ଗାଁର କେ ଜାନକୀ। ସେହିପରି କୁହୁଡ଼ି ଗାଁର ଲକ୍ଷ୍ମୀଧରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବଜ୍ରଘାତ ଯୋଗୁଁ 3 ଛାତ୍ର ଜଣେ ଛାତ୍ରୀ ଆହତ ହୋଇ ଟାଙ୍ଗୀ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କର ଚିକିତ୍ସା ଚାଲିଛି। ଏ ବଜ୍ରାଘାତରେ ଏହି ଅଘଟଣ ଘଟିଛି। 2ଟି ସ୍ଥାନରେ ମହିଳା ମୃତ୍ୟୁବରଣ କରିଛନ୍ତି ଏବଂ 3 ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ବିଲରେ ଧାନ ତଳି ରୋଉଥିଲେ ମହିଳା ଜଣକ ଏବଂ ଏହି ସମୟରେ ବଜ୍ରପାତ ହୋଇଥିଲା। ଏଥିରେ ମହିଳା ଜଣକ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ହସ୍ପିଟାଲ ଅଣାଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ମହିଳା ଖଲିକୋଟ ଥାନା ମଥୁରା ଗାଁର କେ ଜାନକୀ। ସେପରି କୁହୁଡ଼ି ଗାଁର ଲକ୍ଷ୍ମୀଧରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବଜ୍ରଘାତ ଯୋଗୁଁ 3 ଛାତ୍ର ଜଣେ ଛାତ୍ରୀ ଆହତ ହୋଇ ଟାଙ୍ଗୀ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ବଜ୍ରପାତ ଜଣକ ଜୀବନ ନେଇଛି। 3 ଛାତ୍ରଛାତ୍ରୀ ଗୁରୁତର ହୋଇଛନ୍ତି ଏବଂ ସେମାନଙ୍କୁ ଟାଙ୍ଗୀ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ରବୀନ୍ଦ୍ର ରଣା ରହିଛନ୍ତି ଆମ ଟାଙ୍ଗୀ ପ୍ରତିନିଧି ସୂଚନା ସହିତ। ରବୀନ୍ଦ୍ର, ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା କିଭଳି ରହିଛି? ଦେଖନ୍ତୁ ମନୋଜ, ଏହି ଘଟଣାଟି ସ୍କୁଲ ଆୱାର ଭିତରେ ଘଟିଥିଲା ଯେତେବେଳେ କୁହୁଡ଼ି ଅଞ୍ଚଳର ଲକ୍ଷ୍ମୀଧରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କର ସମୟ ପାଖାପାଖି 4ଟା ବାଜିବାକୁ 10 ମିନିଟ୍ ବାକି ଥିଲା। ଏଭଳି ଗୋଟେ ବଜ୍ରାଘାତ ହେଲା। ବଜ୍ରାଘାତରେ ସ୍କୁଲ ମଧ୍ୟରେ ସେଟା ହେଇଥିଲା, ଯୋଉଥିରେ କି 4 ଜଣ ଛାତ୍ରଛାତ୍ରୀ ଇଞ୍ଜୁର୍ଡ ହେଇଥିଲେ ଏବଂ ସେଥିରେ 3 ଜଣ ଥିଲେ ଛାତ୍ର ଏବଂ ଜଣେ ଥିଲା ଛାତ୍ରୀ। ସେମାନଙ୍କୁ ତାଙ୍କ ସ୍କୁଲର ଯିଏ ଶିକ୍ଷକ ମାନେ ଅଛନ୍ତି ଏବଂ ତୁରନ୍ତ ପଦକ୍ଷେପ ନେଇଥିଲେ ଏବଂ ଟାଙ୍ଗୀ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଯାହା ହଉ ତ୍ୱରିତ ପଦକ୍ଷେପ ଯୋଗୁଁ ଟାଙ୍ଗୀ ମେଡିକାଲ ଚିକିତ୍ସା ଯୋଗୁଁ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ଭଲ ଅଛି। ଏବଂ ଅନ୍ୟ ପଟରେ ଦେଖିବା ତାହେଲେ ବିଲରେ କାମ କରୁଥିବା ବା ଶ୍ରମିକ ଭାବେ କାମ କରୁଥିବା ଜଣେ ମହିଳା ଶ୍ରମିକଙ୍କର ମୃତ୍ୟୁ ଘଟିଛି, ଯୋଉଟାକି ଏକ ଦୁଃଖଦ ଖବର ବା ଶୋକାକୁଳ ପରିବେଶ ସୃଷ୍ଟି ହେଇଛି। ମନୋଜ, ବହୁତ ବହୁତ ଧନ୍ୟବାଦ ରବୀନ୍ଦ୍ର ଏ ସମସ୍ତ ସୂଚନା ପାଇଁ।